ସାଧାରଣ ଲୋକଙ୍କ ମନା, ସେବାୟତଙ୍କୁ ହଁ। ଯେଉଁଠି ସାଧାରଣ ଲୋକଟିଏ ମା ତାରାତାରିଣୀଙ୍କ ଫଟୋ ହେଉ କିମ୍ବା ନିଜେ ମାଙ୍କ ପାଖରେ ଠିଆ ହୋଇ ଫଟୋ ଉଠାଇବାକୁ କିଛି ସେବାୟତ ଭାଇମାନେ ବିରୋଧ କରୁଛନ୍ତି ଏବଂ ତୁରନ୍ତ ମୋବାଇଲରୁ ଫଟୋ ଡିଲିଟ୍ କରିବା ପାଇଁ ଜୋର ଜବରଦସ୍ତ କହୁଛନ୍ତି, ସେହି ସେବାୟତ ଭାଇମାନଙ୍କୁ ଆମେ ପଚାରିବାକୁ ଚାହୁଁଛୁ ଯେ ସେମାନେ କିପରି ଗର୍ଭଗୃହ ଭିତରକୁ ଯାଇ ରିଲ୍ସ କରି ନିଜର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହି ନିୟମଟି କ'ଣ ଖାଲି ସାଧାରଣ ଲୋକଙ୍କ ହଇରାଣ କରିବା ପାଇଁ? ଗୋଟିଏ ଭକ୍ତ ମାଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇ ମାଙ୍କ ଫଟୋଟିକୁ ନେଇ ନିଜ ପରିବାରକୁ ଦେଖାଇ ଫଟୋ ମାଧ୍ୟମରେ ମାଙ୍କ ଦର୍ଶନ କରାଇଥାଏ। ଯଦି ଏହା କରିବା ଭୁଲ, ମାଙ୍କ ଫଟୋ କାଢ଼ିବା ଭୁଲ କିମ୍ବା ମାଙ୍କ ଫଟୋ କାଢ଼ିବାକୁ ଅନୁମତି ନାହିଁ, ତାହେଲେ ଏହି ନିୟମଟି କ'ଣ ଖାଲି ଗରିବ ସାଧାରଣ ଜନତାଙ୍କ ପାଇଁ? ନା ଏହା ସମସ୍ତେ ମାନିବା ଉଚିତ? ଯଦି ଏହା ସମସ୍ତେ ମାନିବା ଉଚିତ, ତାହେଲେ ଏହି ସେବାୟତ ଜଣଙ୍କ କିପରି ଭାବରେ ମନ୍ଦିର ଗର୍ଭଗୃହକୁ ଯାଇ ରିଲ୍ସ କରି ନିଜର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଏହା କେତେ ଦୂର ଉଚିତ? ହଁ ଦର୍ଶକ ବନ୍ଧୁ, ଏହା ଆମେ କହୁନାହୁଁ, ବର୍ତ୍ତମାନ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀପକ କୁମାର ପଣ୍ଡାଙ୍କ ରିପୋର୍ଟ, ଟାଇମ୍ସ ଓଡ଼ିଆ।